ଶ୍ୱାସ ଆମେ ପୁରା ଶାନ୍ତ ଫିଲ୍ କରୁଛନ୍ତି। ସମ୍ପୂର୍ଣ୍ଣ ଶାନ୍ତ ଫିଲ୍ କରୁଛନ୍ତି। ସମ୍ପୂର୍ଣ୍ଣ ଶାନ୍ତ ଫିଲ୍ କରୁଛନ୍ତି। ସୁନ୍ଦର ଭାବରେ ଆମେ ଶାନ୍ତ ଫିଲ୍ କରୁଛନ୍ତି। ପୁରା ଶାନ୍ତ ରହିଛନ୍ତି। ଧୀରେ ଧୀରେ ଆମେ ଆହୁରି ଡିପ୍ ଲେବୁଲକୁ ଯାଉଛନ୍ତି। ଆହୁରି ଡିପ୍ ଲେବୁଲକୁ ଆମେ ଯାଉଛନ୍ତି। ଆହୁରି ଡିପ୍ ଲେବୁଲକୁ ଆମେ ଯାଉଛନ୍ତି। ଆମେ ଅନୁଭବ କରୁଛନ୍ତି ଶୂନ୍ୟରୁ। ଆମେ ଅନୁଭବ କରୁଛନ୍ତି ସ୍ପେସରୁ ଏକ ସୁନ୍ଦର ହ୍ୱାଇଟ୍ କଲର୍ ଲାଇଟକୁ ଆମେ ରିସିଭ୍ କରୁଛନ୍ତି। ଏ ଲାଇଟ୍ ଏକ ଆରାମଦାୟକ ଲାଇଟ୍। ଏ ଲାଇଟକୁ ଆମେ ମନରେ ଗ୍ରହଣ କରୁଛନ୍ତି, ଶରୀରରେ ଗ୍ରହଣ କରୁଛନ୍ତି, ଆମ ବିଚାରରେ ଗ୍ରହଣ କରୁଛନ୍ତି। ଆମକୁ ବହୁତ ଆରାମ ଦଉଛି ଏ ଲାଇଟ୍। ଏ ଲାଇଟକୁ ଆମେ ଯୋଉ ପରିମାଣରେ ରିସିଭ୍ କରୁଛନ୍ତି, ଆମର ଷ୍ଟ୍ରେସ୍ ସେଇ ପରିମାଣରେ କମି ଯାଉଛି। ଆମେ ବହୁତ ରିଲାକ୍ସ ଫିଲ୍ କରୁଛନ୍ତି। ଏଇ ରିଲାକ୍ସକୁ ଏନ୍ଜୟ କରୁଛନ୍ତି। ଫିଲ୍ କରନ୍ତୁ। ବହୁତ ସୁନ୍ଦର ଭାବରେ ଫିଲ୍ କରନ୍ତୁ। ପୁରା ଶାନ୍ତ ବସିଛନ୍ତି। ନିଜକୁ ଆଫର୍ମେସନ ଦଉଛନ୍ତି ଆମେ ମନେ ମନେ। ମୁଁ ଏକ ଦିବ୍ୟ ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା। ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ମୁଁ ମୋ ନିଜକୁ ବିନା ସର୍ତ୍ତରେ ମୋ ଜୀବନକୁ ବହୁତ ବହୁତ ଭଲ ପାଉଛି। ମୋ ନିଜକୁ ମୁଁ ସମ୍ପୂର୍ଣ୍ଣ ସ୍ୱୀକାର କରୁଛି। ଶାନ୍ତ ଭାବରେ ନିଜେ ଏହାକୁ ଦୋହରାନ୍ତୁ, ନିଜେ ଫିଲ୍ କରନ୍ତୁ, ନିଜେ ଇମାଜିନ୍ କରନ୍ତୁ। ସୁନ୍ଦର ଭାବରେ ନିଜକୁ ଗ୍ରହଣ କରନ୍ତୁ। ମୁଁ ମୋ ନିଜକୁ ବିନା ସର୍ତ୍ତରେ ମୋ ଜୀବନକୁ ମୁଁ ସମ୍ପୂର୍ଣ୍ଣ ଭଲ ପାଉଛି। ମୁଁ ସମ୍ପୂର୍ଣ୍ଣ ସ୍ୱୀକାର କରୁଛି। ମୋତେ ପ୍ରାପ୍ତ ହୋଇଥିବା ପ୍ରତ୍ୟେକ ସୁଯୋଗ, ପ୍ରତ୍ୟେକ ଜିନିଷ ପାଇଁ ମୁଁ କୃତଜ୍ଞ ଅଟେ। ମୋତେ ପ୍ରାପ୍ତ ହୋଇଥିବା ପ୍ରତ୍ୟେକ ଜିନିଷ, ପ୍ରତ୍ୟେକ ସୁଯୋଗ ପାଇଁ ମୁଁ କୃତଜ୍ଞ ଅଟେ। ମୋତେ ପ୍ରାପ୍ତ ହୋଇଥିବା ପ୍ରତ୍ୟେକ ସୁଯୋଗ, ପ୍ରତ୍ୟେକ ଜିନିଷ ପାଇଁ ମୁଁ କୃତଜ୍ଞ ଅଟେ। ମୁଁ ପ୍ରତି ମୁହୂର୍ତ୍ତରେ, ପ୍ରତି ସମୟରେ ମୋତେ ପ୍ରାପ୍ତ ହୋଇଥିବା ଜିନିଷ ପାଇଁ କୃତଜ୍ଞତା ପ୍ରକାଶ କରୁଛି। ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ପୁରା ଶାନ୍ତ ରହିଛନ୍ତି। ନିଜକୁ ଭିଜୁଆଲାଇଜ କରୁଛନ୍ତି। ନିଜର ଆଇଡିଆଲ ଲାଇଫକୁ ଆମେ ଦର୍ଶନ କରୁଛନ୍ତି। ନିଜର ଆଇଡିଆଲ ଲାଇଫକୁ ଆମେ ଦର୍ଶନ କରୁଛନ୍ତି। ପୁରା ଶାନ୍ତ ରହିଛନ୍ତି। ନିଜର ଆଇଡିଆଲ ଲାଇଫକୁ ଆମେ ଦର୍ଶନ କରୁଛନ୍ତି। ନିଜ ଭିତରେ ଥିବା କନଫିଡେଣ୍ଟକୁ ଆମେ ଫିଲ୍ କରୁଛନ୍ତି। ଫିଲ୍ କରୁଛନ୍ତି ଆମର ସକ୍ସେସଫୁଲ ଲାଇଫକୁ। ଫିଲ୍ କରୁଛନ୍ତି ଆମର ଫୁଲଫିଲ୍ଡ ଲାଇଫକୁ।
ବହୁତ ସୁନ୍ଦର ଭାବରେ ନିଜକୁ ଫିଲ୍ କରୁଛନ୍ତି, ଆମେ ନିଜକୁ ଫିଲ୍ କରୁଛନ୍ତି। ପୁଣି ଏକ ଗଭୀର ଶ୍ୱାସକୁ ଆମେ ଗ୍ରହଣ କରୁଛନ୍ତି। ଶ୍ୱାସ ଛାଡ଼ିବା ସମୟରେ ପୁରା ରିଲାକ୍ସ ଫିଲ୍ କରୁଛନ୍ତି। ସମ୍ପୂର୍ଣ୍ଣ ରିଲାକ୍ସ ଫିଲ୍ କରୁଛନ୍ତି, ସମ୍ପୂର୍ଣ୍ଣ ଶାନ୍ତ ଫିଲ୍ କରୁଛନ୍ତି। ଆହୁରି ଡିପ୍ ଲେବୁଲକୁ ଆମେ ଯାଉଛନ୍ତି, ଆହୁରି ଡିପ୍ ଲେବୁଲକୁ ଯାଉଛନ୍ତି। ଇମାଜିନ୍ କରନ୍ତୁ ଏକ ବହୁତ ଭଲ ସୁନ୍ଦର ପ୍ଲେସରେ ଆମେ ବସିଛନ୍ତି। ତାହା ଆପଣଙ୍କୁ ଏକ ବଗିଚା ଲାଗିପାରେ, ସମୁଦ୍ର କୂଳ ଲାଗିପାରେ, ସୁନ୍ଦର ନିର୍ଜନ ଜାଗା ହେଇପାରେ, ପାହାଡର ଶିଖରରେ ହେଇପାରେ। ଆପଣ ଆମେ ଏକ ସୁନ୍ଦର ଜାଗାରେ ବସିଛନ୍ତି। ବହୁତ ସୁନ୍ଦର ଭାବରେ ଆମେ ଅନୁଭବ କରୁଛନ୍ତି। ଫିଲ୍ କରନ୍ତୁ। ଏଇ ଜାଗାଟି, ଏଇ ସୁନ୍ଦର ଜାଗାଟି ଆମର ହାର୍ଟକୁ ରିପ୍ରେଜେଣ୍ଟ କରୁଛି। ଆମର ହାର୍ଟକୁ ରିପ୍ରେଜେଣ୍ଟ କରୁଛି ଏଇ ସୁନ୍ଦର ଜାଗାଟି। ଆମେ ପ୍ରତ୍ୟେକ ଜିନିଷକୁ ଆକ୍ସେପ୍ଟ କରୁଛନ୍ତି। ପ୍ରତ୍ୟେକ ଜିନିଷକୁ ଆମେ ପ୍ରତ୍ୟେକଟି ଜିନିଷକୁ ଆକ୍ସେପ୍ଟ କରୁଛନ୍ତି। ପ୍ରତ୍ୟେକଟି ଜିନିଷକୁ ଲଭ୍ କରୁଛନ୍ତି। ଭିଜୁଆଲାଇଜ କରନ୍ତୁ, ଆମେ ଏକ ଜେଣ୍ଟଲି ଲାଇଟର ବଳୟ ଭିତରେ ବସିଛନ୍ତି। ଭିଜୁଆଲାଇଜ କରନ୍ତୁ, ଆମେ ଏକ ଜେଣ୍ଟଲି ଲାଇଟର ବଳୟ ଭିତରେ ବସିଛନ୍ତି। ପୁରା ଶାନ୍ତ ଅଛନ୍ତି। पूरा एकदम सॉफ्ट लाइट, एकदम नरम लाइट, पूरा कंफर्टेबल लाइट। এই ଲାଇଟ୍ ଆମ ବଡି ଆଉ ମାଇଣ୍ଡକୁ ଆଲାଇନ୍ କରୁଛି। এই ଲାଇଟ୍ ଆମକୁ ଇମ୍ପ୍ରେସ କରୁଛି। ଏ ଲାଇଟର ବଳୟ ଭିତରେ, ଏ ଲାଇଟର ସରାଉଣ୍ଡିଂ ଭିତରେ ଆମେ ଗଭୀର ଭାବରେ ଏକ ଆକ୍ସେପ୍ଟାନ୍ସକୁ ଫିଲ୍ କରୁଛନ୍ତି। ଏ ଲାଇଟର ବଳୟ ଭିତରେ ଆମେ ସମ୍ପୂର୍ଣ୍ଣ ଭାବରେ ଏକ ଆକ୍ସେପ୍ଟାନ୍ସକୁ ଫିଲ୍ କରୁଛନ୍ତି। ଆମ ଜୀବନର ପ୍ରତିଟି ଯାତ୍ରାକୁ ଆମେ ରେକଗ୍ନାଇଜ କରୁଛନ୍ତି, ନିଜକୁ ଆକ୍ସେପ୍ଟ କରୁଛନ୍ତି। ଯଦି କେବେ କେବେ ନିଜ ଉପରେ ଗିଲ୍ଟ ଫିଲ୍ ହେଇଛି, ଆମେ ନିଜକୁ କ୍ଷମା କରିଦଉଛନ୍ତି। ପୁରା ଶାନ୍ତ ଭାବରେ ବସିଛନ୍ତି, ପୁରା ସ୍ଥିର ଭାବରେ ବସିଛନ୍ତି। ବହୁତ ବଢିଆ ଫିଲ୍ କରୁଛନ୍ତି। ଆମ ମନ, ଆମ ଶରୀର ହାଲକା ଅନୁଭବ କରୁଛନ୍ତି। ସୁନ୍ଦର ଭାବରେ ଆମେ ଭିଜୁଆଲାଇଜ କରୁଛନ୍ତି। ଆମ ସାମ୍ନାରେ ଏକ ବହିକୁ ଆମେ ଦେଖୁଛନ୍ତି। ଯୋଉ ବହି ସମ୍ପୂର୍ଣ୍ଣ ଭାବରେ ଗୋଲ୍ଡର ବହି, ସୁନାର ବହି। ସେ ବହି ସମ୍ପୂର୍ଣ୍ଣ ଭାବରେ ଏକ ଗୋଲ୍ଡର ବହି। ପ୍ରତିଟି ପେଜ ଗୋଲ୍ଡରେ ନିର୍ମିତ ଅଛି। ସୁନ୍ଦର ଭାବରେ ଆମେ ଏକ ଗୋଲ୍ଡ ବହିକୁ ଆମେ ଭିଜୁଆଲାଇଜ କରୁଛନ୍ତି, ଆମେ ଫିଲ୍ କରୁଛନ୍ତି। ଏ ବହିରେ ଆମେ ସୁପର ପାୱାରର ବ୍ଲେସିଂକୁ ରିସିଭ୍ କରୁଛନ୍ତି। ଏ ବହି ସୁପର ପାୱାରର ବ୍ଲେସିଂକୁ ରିପ୍ରେଜେଣ୍ଟ କରୁଛି, ଯାହା ଆମକୁ ଉପର ବାଲା ଦେଇଛି। ଆମେ ଗୋଟିଏ ପରେ ଗୋଟିଏ ପେଜକୁ ଦେଖୁଛନ୍ତି। ଯାହା ଆମେ ଜୀବନରେ ପାଇଛନ୍ତି, ତାହା ସମ୍ପୂର୍ଣ୍ଣ ଭାବରେ, ଅତି ସୁନ୍ଦର ଭାବରେ, ବହୁତ ଭଲ ଭାବରେ ଲେଖା ଅଛି। ଯାହା ଆମ ଜୀବନରେ ଘଟି ସାରିଛି ତାହା ଲେଖା ଅଛି। ପରବର୍ତ୍ତୀ ପେଜ ଗୁଡିକ ଆମକୁ ଲେଖିବା ପାଇଁ ଛାଡ଼ି ଦିଆଯାଇଛି। ବର୍ତ୍ତମାନ ଠାରୁ
ଆଗାମୀ କଥାକୁ ସେ ବହିରେ ସୁନ୍ଦର ଭାବରେ ଲେଖିବା ପାଇଁ ଆମ ଉପରେ ଛାଡ଼ି ଦିଆଯାଇଛି। ଆମେ ଆମର ଆଇଡିଆଲ ଲାଇଫକୁ, ଆମେ ଆମର ଜୀବନକୁ ଆମେ କୋଉଭଳି ଭାବରେ ନିର୍ବାହ କରିବା ପାଇଁ ଚାହୁଁଛନ୍ତି, ସମ୍ପୂର୍ଣ୍ଣ ଭାବରେ ଗୋଟିଏ ପରେ ଗୋଟିଏ ପୃଷ୍ଠାରେ ଆମେ ତାକୁ ରଚନା ଭାବରେ ଲେଖୁଛନ୍ତି, ତାର ଚିତ୍ରକୁ ନିର୍ମାଣ କରୁଛନ୍ତି। ବହୁତ ସୁନ୍ଦର ବିୟୁଟିଫୁଲ ସ୍କ୍ରିପ୍ଟ ଆମେ ପ୍ରସ୍ତୁତ କରୁଛନ୍ତି। ଏବେଠାରୁ ସମ୍ପୂର୍ଣ୍ଣ ଲାଇଫକୁ ଆମେ ସେ ବହିରେ ସ୍ଥାନିତ କରୁଛନ୍ତି। ସୁନ୍ଦର ଭାବରେ ନିଜକୁ ନିର୍ମାଣ କରୁଛନ୍ତି, ସୁନ୍ଦର ଭାବରେ ନିଜର ଜୀବନକୁ ସ୍ଥାନ ଦଉଛନ୍ତି, ସୁନ୍ଦର ଭାବରେ ରଚନା ପ୍ରସ୍ତୁତ କରୁଛନ୍ତି। ବହୁତ ବଢିଆ ତରିକାରେ ଆମେ ଲେଖୁଛନ୍ତି ଆମ ଲାଇଫକୁ, ଆମେ ସ୍ଥାନିତ କରୁଛନ୍ତି ଆମର ହେଲ୍ଥକୁ, ଆମେ ସ୍ଥାନିତ କରୁଛନ୍ତି ଆମର ରିଲେସନ ଲାଇଫକୁ, ଆମେ ସ୍ଥାନିତ କରୁଛନ୍ତି ଆମର କ୍ୟାରିୟରକୁ, ଆମେ ସ୍ଥାନିତ କରୁଛନ୍ତି ଆମର ମନି ଲିଙ୍କକୁ, ଆମେ ସ୍ଥାନିତ କରୁଛନ୍ତି ଆମ ସ୍ପିରିଚୁଆଲ ଲାଇଫ, ସ୍ଥାନିତ କରୁଛନ୍ତି ଆମର ଲିଗାସିକୁ। ବହୁତ ସୁନ୍ଦର ଭାବରେ ଆମର ଜୀବନକୁ ଆମେ ସେଇ ଗୋଲ୍ଡେନ ବୁକରେ ଆମେ ସ୍ଥାନିତ କରୁଛନ୍ତି। ବହୁତ ବହୁତ ଗ୍ରାଟିଚ୍ୟୁଡ ଫିଲ୍ କରୁଛନ୍ତି ଆମେ ଏଇ ସୁପର ପାୱାର ପାଖରେ ଆମ ଜୀବନକୁ ରଚନା ପାଇଁ ଆମକୁ ସୁଯୋଗ ଦେଇଛନ୍ତି। ପୁରା ସୁନ୍ଦର ଭାବରେ ନିଜକୁ ଫିଲ୍ କରନ୍ତୁ, ସେଲ୍ଫ ଲଭକୁ ଫିଲ୍ କରନ୍ତୁ, ନିଜକୁ କେତେ ଭଲ ପାଇବା ଦଉଛନ୍ତି ଆମେ ଫିଲ୍ କରନ୍ତୁ, ଅନକଣ୍ଡିସନାଲ ଭଲ ପାଇବା ନିଜକୁ ଦିଅନ୍ତୁ। ପୁରା ଆମେ ଗ୍ରାଟିଚ୍ୟୁଡ ଫିଲ୍ କରୁଛନ୍ତି, ଆମେ ଆମ ଜୀବନର ପ୍ରତ୍ୟେକ କଥାକୁ ଆକ୍ସେପ୍ଟ କରୁଛନ୍ତି, ନିଜ ଜୀବନକୁ ରଚନା କରୁଛନ୍ତି, ଆମେ ନିଜକୁ ଅନକଣ୍ଡିସନାଲି ଆକ୍ସେପ୍ଟ କରୁଛନ୍ତି। ପୁରା ଶାନ୍ତ ଭାବରେ ନିଜକୁ ଆକ୍ସେପ୍ଟ କରନ୍ତୁ। ପରବର୍ତ୍ତୀ ଜୀବନକୁ ଗୋଟିଏ ପୃଷ୍ଠା ପରେ ଗୋଟିଏ ପୃଷ୍ଠାରେ ଆମେ ଲେଖୁଛନ୍ତି, ବହୁତ ସୁନ୍ଦର ଭାବରେ ରଚନା କରୁଛନ୍ତି, ସୁନ୍ଦର ପିକ୍ଚରକୁ ଆମେ ସେଇଠି ସ୍ଥାନିତ ଦଉଛନ୍ତି, ପୁରା ଶାନ୍ତ ଅଛନ୍ତି, ବହୁତ କମ୍ଫର୍ଟ ଫିଲ୍ କରୁଛନ୍ତି, ନିଜକୁ ବହୁତ ଖୁସି ଫିଲ୍ କରୁଛନ୍ତି, ନିଜକୁ ପ୍ରାଉଡ ଫିଲ୍ କରୁଛନ୍ତି, ଅନକଣ୍ଡିସନାଲ ଲଭ୍ କରୁଛନ୍ତି ନିଜକୁ, ନିଜର ଷ୍ଟ୍ରେଂଥକୁ ଆକ୍ସେପ୍ଟ କରୁଛନ୍ତି, ନିଜର ୱିକକୁ ଷ୍ଟ୍ରେଂଥରେ କନଭର୍ଟ କରୁଛନ୍ତି, ନିଜର ଷ୍ଟ୍ରେଂଥକୁ ଆକ୍ସେପ୍ଟ କରୁଛନ୍ତି, ନିଜର ୱିକକୁ ଷ୍ଟ୍ରେଂଥରେ କନଭର୍ଟ କରୁଛନ୍ତି, କୃତଜ୍ଞତା ପ୍ରକାଶ କରୁଛନ୍ତି, କୃତଜ୍ଞତା ପ୍ରକାଶ କରୁଛନ୍ତି, ନିଜର ଏଭିଡେନ୍ସକୁ ଫିଲ୍ କରୁଛନ୍ତି, ନିଜର ୱେଲ୍ଥକୁ ଫିଲ୍ କରୁଛନ୍ତି, ନିଜର ପ୍ରତ୍ୟେକ କାମକୁ ଆମେ ଏନ୍ଜୟ କରୁଛନ୍ତି, ଆମର ପ୍ରତ୍ୟେକ କାମରେ ଗୁଡ୍ ପରଫର୍ମାନ୍ସ ରହୁଛି ତାକୁ ଆମେ ଫିଲ୍ କରୁଛନ୍ତି। ପୁରା ସୁନ୍ଦର ଭାବରେ ନିଜର ଜୀବନ ବହିକୁ ଆମେ ରଚନା କରୁଛନ୍ତି, ଫିଲ୍ କରନ୍ତୁ, ପୁରା ଶାନ୍ତ ରହୁଛନ୍ତି। ପୁରା ଶାନ୍ତ ଅଛନ୍ତି, ନିଜକୁ ବହୁତ ଭଲ ଭାବରେ ଦର୍ଶନ କରୁଛନ୍ତି, ପୁରା ଶାନ୍ତ ରହିଛନ୍ତି, ନିଜ ଜୀବନ ରଚନାକୁ ଅତି ସୁନ୍ଦର ଭାବରେ ସ୍ଥାନିତ କରୁଛନ୍ତି, ପ୍ରତ୍ୟେକଟି ଆମର ଗୋଲକୁ ଆମେ ପିକ୍ଚର ସହିତ ସେ ବହିରେ ସ୍ଥାନିତ କରୁଛନ୍ତି, ପୁରା ଶାନ୍ତ ରହିଛନ୍ତି, ପୁରା ଶାନ୍ତ ରହିଛନ୍ତି।